ଆଜି ସକାଳୁ ସକାଳୁ ଅମୃତ ବେଳା ଯୋଗ କରୁ କରୁ ମନ ଭିତରେ ସ୍ୱର୍ଗତ ବଡ଼ ବାପାଙ୍କ ମୁହଁ ନାଚି ଉଠିଲା। ଯେତେ ଚେଷ୍ଟା କଲି ଆଖି ଆଗରୁ ତାଙ୍କ ପ୍ରତିଛବି କଟିଲାନି। ସେ ଏତେ ଦିନ ପରେ ହଠାତ୍ କାହିଁକି ମନରେ ପଡ଼ିଲେ ଭାବି ଭାବି ସାନ ଭଉଣୀ ପାଖକୁ ଫୋନ୍ ଲଗେଇଦେଲି ଏବଂ ଏ ବିଷୟରେ ପଚାରିଲି। ନା, ସେମିତି ବେଳେ ବେଳେ ହୁଏ ବୋଲି ସେ କହିଲା। ଆପଣମାନେ ଜାଣନ୍ତି ସ୍ତ୍ରୀ ଲୋକଙ୍କ ପ୍ରକୃତି କଥା। କଥା କୋଉଠି ଆରମ୍ଭ କରନ୍ତି ଆଉ କୋଉଠି ଶେଷ ହୁଏ ଭଗବାନଙ୍କୁ ବି ଅଜଣା। ବଡ଼ ବାପାଙ୍କୁ ନେଇ ଭଉଣୀ ମୋର ଆରମ୍ଭ କରିଦେଲା। ନାନୀ, ତୋର ମନେ ଅଛି ବଡ଼ ବାପା କେତେ ରାଗିଥିଲେ? ଆପଣମାନଙ୍କୁ ଆଗରୁ କହିଛି ଆମର ଜଏଣ୍ଟ ଫ୍ୟାମିଲି। 11 ଭଉଣୀ, 6 ଭାଇ, 4 ବାପା, 4 ମା ଏବଂ ବୁଢ଼ୀମାକୁ ନେଇ ଆମ ପରିବାର। ଏଠି ଟିକେ କଥା ପାଣି ଫୋଟକା ପରି ଉଠେ, ପୁଣି ପାଣିରେ ମିଶିଯାଏ। କିନ୍ତୁ ଯଦି ବଡ଼ ବାପାଙ୍କୁ କେନ୍ଦ୍ର କରି କିଛି ହୋଇଥିବ, ସେ ଗଲା। ଆରମ୍ଭ ହୁଏ ଖାଦ୍ୟ ତ୍ୟାଗରୁ ଏବଂ ଶେଷ ହୁଏ ଘର ଛାଡ଼ିବା, ଜିନିଷପତ୍ର ଫୋପାଡ଼ିବା। ଏଭଳି ତାଙ୍କର ରୀତିଦିନିଆ କଥା। ତାଙ୍କର ନେଚର କଥା କ'ଣ କହିବି? ସିଏ ଗୋଟିଏ ସୁଟକେସ୍ ବେଗ୍ ଟାଇପ୍ରେ, ସେ ଅଲରେଡ଼ି ରେଡ଼ି ଥାଏ ସବୁବେଳେ। ତା ଭିତରେ ତାଙ୍କର ଲୁଗା ପଟା ଦୈନ୍ୟ ଜିନିଷ ସବୁବେଳେ ରେଡ଼ି କରିକି ରଖିଥାନ୍ତି। ଆଉ ଯେଉଁଦିନ ରାଗଟା ଚରମ ସୀମା ଥିବ, ସେ ସୁଟକେସ୍ ବେଗ୍ ବାହାରେ ଆଉ କାନ୍ଧରେ ପଡ଼େ ଏବଂ ଘର ଛାଡ଼ିବାର ନାଟକ ଆରମ୍ଭ ହୋଇଯାଏ। ସେ ତ ଆଗେ ଆଗେ ଚାଲନ୍ତି। ଆଉ ସେ ସିନ୍ କଥା କ'ଣ କହିବି? ତାଙ୍କ ପଛରେ ମୋ ବୁଢ଼ୀମା କାନ୍ଦି କାନ୍ଦିକି ଦୌଡ଼ିକି ଯିବ। ତାପରେ ତାଙ୍କ ସ୍ତ୍ରୀ ମାନେ ମୋ ବଡ଼ ବୋଉ, ସିଏ ଚାଲିଥିବ ବର ବର କହିକି। ଆଉ ତା ପଛରେ ଆମେ 17ଟା ଛୁଆ, ଅର୍ଥାତ୍ ଭାଇ ଭଉଣୀ ସମସ୍ତେ ମିଶିକି ବଡ଼ବାପାକୁ ଅଟକାଯିବ, ଏଇ ପ୍ରୋଗ୍ରାମରେ ଚାଲିଥାଉ। ଏ ଦୃଶ୍ୟ ଗାଁ ଲୋକ ପ୍ରତ୍ୟେକ ମାସରେ ଥରେ ଦିଥର ଦେଖନ୍ତି। ଆଉ ସେ ଗୋଟେ କମେଡ଼ି ସିନ୍ ତାଙ୍କ ପାଇଁ। କେତେଜଣ ହସନ୍ତି, କେତେଜଣ ଥଟ୍ଟା କରନ୍ତି, କେତେଜଣ ବି ଚିଡ଼ନ୍ତି, କେହି ଅଫସୋସ କରନ୍ତିନି। ଦିନେ କ'ଣ ହେଲା ନା, ବଡ଼ ବାପାଙ୍କ ମୁଣ୍ଡ କୁଣ୍ଡେଇତେ ପାନିଆ ମିଳିଲାନି। ଏତେ ଲୋକଙ୍କ ଭିତରେ କିଏ କୋଉଠି ରଖିଦିଅନ୍ତି। ବଡ଼ ବୋଉ ଖୋଜି ଦିଏ ବଡ଼ ବାପାଙ୍କୁ। ଆଜି ବଡ଼ ବାପା ଅପେକ୍ଷା କରିବା ମୁଡ୍ରେ ନଥାନ୍ତି। ଠିକ୍ ଜାଗାରେ ଜିନିଷ କାହିଁକି ରହୁନି? ଏ ଛୁଆମାନେ ଖରାପ ହେଇଗଲେ, ଏମାନଙ୍କୁ ସଂସ୍କାର ଦେଉନ। 4ଟା ମା କ'ଣ କରୁଛ? ଖାଲି ତ ଗପ, ଆଉ ଖାଲି ତ ଘର କାମ କରିକି ଲୁଟି ଯାଉଛନ୍ତି। ଆଉ ଏଭଳି ରାଗରେ କହି କହିକି ସେ ଘର ଛାଡ଼ିକି ଗଲେ। ଏଥର ବେଗ୍ ନେଇ ନଥିଲେ। ଆଉ ବାପା ଘଣ୍ଟେ ପରେ ଫେରିଲା ବେଳକୁ ତାଙ୍କ ମୁଣ୍ଡରେ ଆଉ ଚୁଟି ନଥିଲା। ଲଣ୍ଡା ପୁରା। ତାକୁ ଦେଖିକି ଗାଁ ଲୋକ କ'ଣ ହସିବେ? ଆମେ ଛୁଆ ତ ହସି ହସିକି ତଳେ ତ ଗଡ଼ିଗଲୁ। ବଡ଼ବାପାଙ୍କର ଆହୁରି ଭାଷଣ। କେତେ କଥା ଲୋ ମା! ଆଚ୍ଛା କହିଲେ, ଅନ୍ୟକୁ ମନେଇବା ପାଇଁ, ନିଜ କଥା ରଖିବା ପାଇଁ, ନିଜ ଇଚ୍ଛା ପୂର୍ତ୍ତି ପାଇଁ ଆମେ ଯେଉଁ କ୍ରୋଧ ରୂପୀ ସର୍ଟକଟ୍ରେ ଚାଲନ୍ତି, ଲାଭ କେତେ, କ୍ଷତି କେତେ ହୁଏ, କେବେ ହିସାବ କରିଛନ୍ତି? ମୁଁ ସସ୍ମିତା ପଣ୍ଡା, ମୋଟିଭେସନାଲ ସ୍ପିକର, ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ଚ୍ୟାନେଲ ଦ ହାର୍ଟ ଟେକର ଏଣ୍ଡ ସର୍ଟ ଚ୍ୟାନେଲ ଏଟ୍ ନାଇଟ୍ ଏଙ୍ଗଲକୁ। ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ करते ଭୁଲିବେନି। ଆପଣଙ୍କର ଗୋଟେ କମେଣ୍ଟ ଆମମାନଙ୍କ ଭଳି ୟୁଟ୍ୟୁବର ମାନଙ୍କର ଭାଗ୍ୟ ବନେଇଦିଏ। ତେବେ ଏଇ କ୍ରୋଧ ମହାଶତ୍ରୁ।
ଲାଭ ଏହାର ଏଇଆ ଯେ ଆପଣ କାହାଠାରୁ କମ୍ ନୁହନ୍ତି। ନିଜ ପରିବାର ଭିତରେ ମୁଁ କେତେକର, ମୁଁ କ'ଣ କରିପାରେ ଏଇଟା ଦେଖାନ୍ତି। ନିଜ କ୍ଷମତା ବଳରେ, ନିଜ ଭଲ ପାଇବା ବଦଳରେ, ନିଜ କର୍ତ୍ତବ୍ୟ ବୋଝ ତଳେ ଦବାନ୍ତି ବହୁତ ଲୋକଙ୍କୁ, ନଚେତ୍ ମୂଲ୍ୟ ମାଗନ୍ତି କ୍ରୋଧ କରିକି। ଏଇଟା କରି ଆପଣ ଲାଭରେ ଅଛନ୍ତି ଯଦି ଭାବୁଛନ୍ତି ମୋର କିଛି କହିବା ନାହିଁ, ଏ ବିଷୟରେ କେବେ ଏକୁଟିଆ ବେଳେ ଭାବିବେ। ତେବେ କ୍ଷତି ପାର୍ଟଟା ମୁଁ ଆପଣମାନଙ୍କୁ କହୁଛି। କ୍ରୋଧ ମଣିଷ ଘରେ ଅଶାନ୍ତି ସୃଷ୍ଟି କରେ, ଅନ୍ୟକୁ ମିଛ ଲୁଚେଇବା ପାଇଁ ବାଧ୍ୟ କରେ, ବିଦ୍ରୋହ ସୃଷ୍ଟି କରେ, ଘର ଭାଙ୍ଗି ଦିଏ, ବରଂ ସମ୍ପର୍କରେ ରାଜନୀତି ବି ପୂରେଇ ଦିଏ। ମଣିଷ ବିକଳ୍ପ ଖୋଜେ, ଏକୁଟିଆ ପଡ଼ିଯାଏ, ଷଡ଼ଯନ୍ତ୍ରର ଶିକାର ହୁଏ। ପାଖରେ ରହିବା ତ ଦୂର ଥାଉ, ବାଟରେ ସେ ଯଦି ଦେଖା ହୋଇଗଲା, ଲୋକ ତାକୁ ରାସ୍ତା କାଟିକି ପଳାଇ ଯାଆନ୍ତି। ଦେହରେ ରୋଗ ସୃଷ୍ଟି ହୁଏ, ନିଜେ ଜଳେ କିନ୍ତୁ ଅନ୍ୟକୁ ତା ସାଙ୍ଗରେ ନେଇକି ଜଳେଇ ଦିଏ। ନିଜର ମୁହଁରୁ କଟୁ ବଚନ ପରି ଅଗ୍ନି ବର୍ଷେ, ଆଉ ତାକୁ ଶୁଣି ପିଲାମାନଙ୍କର ସ୍ୱଭାବ ସଂସ୍କାର ବଦଳିଯାଏ। ଏମିତି କେତେ କ'ଣ କଥା। କ୍ରୋଧରୂପୀ ଭୂତ ଭଲ ମଣିଷକୁ ବଣ ମଣିଷ କରିଦିଏ। ଏଥିରୁ ଆମେ ବଞ୍ଚିବା କେମିତି? ମୁଁ କିଛି ପଏଣ୍ଟ କହୁଛି, ଆଉ କିଛି ପଏଣ୍ଟ ଆପଣ ଯୋଡ଼ିବେ। ଯେଉଁ ଲୋକ ଭିତରୁ ଦୁଃଖୀ ଥାଏ ସେ ଲୋକ କ୍ରୋଧ କରେ। ଯିଏ ଅସନ୍ତୁଷ୍ଟ ପ୍ରଶ୍ନଚିତ୍ତ ସେ ହିଁ କ୍ରୋଧ କରେ। ଯିଏ ଅହଙ୍କାରୀ ସେ କ୍ରୋଧ କରେ। ଯାହାର ଆଖି କ୍ରିମିନାଲ ସେ କ୍ରୋଧ କରେ। ଯିଏ ଅସଫଳ ଜୀବନରେ ସେ କ୍ରୋଧ କରେ। ଯିଏ ଈର୍ଷା କରେ ସେ ହିଁ କ୍ରୋଧ କରେ। ପ୍ରେମ କାହାକୁ ହରେଇବାର ଡର, ଦେହଧାରୀଙ୍କ ସହିତ ଅତ୍ୟଧିକ ପ୍ରେମ ଆମକୁ କ୍ରୋଧ କରିବାକୁ ବାଧ୍ୟ କରେ। ତେବେ ଆମେ ଏଥିରୁ ବଞ୍ଚିବା କେମିତି? ସାଇଲେଣ୍ଟ, ମେଡିଟେସନ ଏବଂ ସକାଳର ବିଗିନିଂ ବା ସୁପ୍ରଭାତ, ଭଲ ନଲେଜଫୁଲ ସୁବିଚାର ଶୁଣନ୍ତୁ, ନଚେତ୍ ମନ୍ଦିର ଯାଆନ୍ତୁ, ନଚେତ୍ କୌଣସି ଗୁରୁକୁ ଯାହାକୁ ମାନନ୍ତି, ଯେଉଁ ଧର୍ମରେ ଥାଆନ୍ତୁ ନା କାହିଁକି ନା, ସେଇମାନଙ୍କର ସକାଳୁ ସକାଳୁ ପ୍ରବଚନ ଟିକେ ଶୁଣି ନିଅନ୍ତୁ। କେବେ ନେଗେଟିଭ କଥା ଶୁଣିବେନି। ଦିନର ଆରମ୍ଭ ଖାଲି ପଜିଟିଭ ପାୱାରଫୁଲ ୱାର୍ଡ ଦ୍ୱାରା ଆରମ୍ଭ କରନ୍ତୁ। ଦିନରେ ବାରମ୍ବାର ସାଇଲେଣ୍ଟରେ ବସନ୍ତୁ। ଆପଣ ଆଉ ଆପଣଙ୍କର ମନ ପରସ୍ପର କଥାବାର୍ତ୍ତା ଆରମ୍ଭ କରିଦିଅନ୍ତୁ। ପଚାରନ୍ତୁ, ହେ ମନ, ତତେ କ'ଣ ଦରକାର? ଦିନର ଆରମ୍ଭ ମେଡିଟେସନରେ କରନ୍ତୁ, ସୁବିଚାର କରନ୍ତୁ। ଦେଖିବେ କ୍ରୋଧ ମଣିଷ ନିଜକୁ ବଦଳେଇ ପାରିବ। କ୍ରୋଧ ଲୋକକୁ ହ୍ୟାଣ୍ଡେଲ କିପରି କରିବେ? ଯୁକ୍ତିଯୁକ୍ତ କଥା ଦ୍ୱାରା, ମଧୁର ସ୍ୱଳ୍ପ ପଏଣ୍ଟଫୁଲ ୱାଇଜ୍ ଟକିଂ କରିକି। ତେବେ ମୋତେ ବିଦାୟ ଦିଅନ୍ତୁ। ଧନ୍ୟବାଦ।